ସମ୍ମାନନୀୟ ସଭାପତି ମହୋଦୟ, ମାନ୍ୟବର ମୁଖ୍ୟ ଅତିଥି, ସମ୍ମାନିତ ବିଚାରକ ମଣ୍ଡଳୀ, ଆଦରଣୀୟ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଏବଂ ମୋର ପ୍ରିୟ ସହପାଠୀ ଭାଇ ଭଉଣୀମାନେ, ମୋର ଶ୍ରଦ୍ଧାଭରା ପ୍ରଣାମ। ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମୁଁ ମୋର ବକ୍ତବ୍ୟ ରଖିବାକୁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଆଜି ମୁଁ ଏହି ମଞ୍ଚରେ ଦଣ୍ଡାୟମାନ ହୋଇ ଗୋଟିଏ ପ୍ରଶ୍ନ ସହ ଆପଣମାନଙ୍କୁ ସମ୍ବୋଧନ କରୁଛି। ଗଣତନ୍ତ୍ର କ'ଣ? କ'ଣ ଏହା କେବଳ ଗୋଟିଏ ଉତ୍ସବ, ନା କି ଗୋଟିଏ ଛୁଟିର ଦିନ? ନାହିଁ, ଗଣତନ୍ତ୍ର ହେଉଛି ଜନତାଙ୍କ ଶକ୍ତି, ଜନତାଙ୍କ ସ୍ୱର ଏବଂ ଜନତାଙ୍କ ଦାୟିତ୍ୱ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସବୁ ଭାରତୀୟ। ଏ ମାଟିର ଗୌରବ ରକ୍ଷା କରିବା ଆମ ସଭିଙ୍କର ଧ୍ୟେୟ। ସମ୍ବିଧାନ ଆମ ପଥ ପ୍ରଦର୍ଶକ, ଗଣତନ୍ତ୍ର ଆମ ଶକ୍ତି। ଭାରତ ମାତାର ଚରଣ ତଳେ ଅଜସ୍ର ଆମର ଭକ୍ତି। 1950 ମସିହା ଜାନୁଆରୀ 26 ତାରିଖରେ ଆମ ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ସେହି ଦିନଠାରୁ ଭାରତ ଏକ ସାର୍ବଭୌମ ସମାଜବାଦୀ, ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ପ୍ରଜାତନ୍ତ୍ର ଭାବରେ ପରିଚିତ ହେଲା। ଏହି ସମ୍ବିଧାନ ଆମକୁ ଆମର ମୌଳିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଶିକ୍ଷା ଦିଏ। 26 ଜାନୁଆରୀ 1950 ଏହି ଦିନ ଭାରତ କେବଳ ଗଣତନ୍ତ୍ର ଘୋଷଣା କଲା ନୁହେଁ, ବରଂ ଦୁନିଆକୁ ଏହା ଦେଖାଇଲା ଯେ ଜନସଂଖ୍ୟାରେ ବଡ଼ ଦେଶ ମୂଲ୍ୟବୋଧରେ ମଧ୍ୟ ବଡ଼ ହୋଇପାରେ। ଡକ୍ଟର B.R. ଆମ୍ବେଦକର ଏବଂ ସମ୍ବିଧାନ ନିର୍ମାତାମାନେ ଆମକୁ ଏମିତି ଗୋଟିଏ ସମ୍ବିଧାନ ଦେଲେ ଯେ ଯାହା କହେ ଧର୍ମ, ଜାତି, ଭାଷା, ଲିଙ୍ଗ ଯେ କିଛି ହେଉ ସମସ୍ତେ ସମାନ। ମହାତ୍ମା ଗାନ୍ଧୀଙ୍କ ଅହିଂସା ଆମକୁ ସହନଶୀଳତା ଶିଖାଇଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆମକୁ ସାହସ ଶିଖାଇଲେ। ଭଗତ ସିଂ, ରାଜଗୁରୁ, ସୁଖଦେବ ଆମକୁ ଶିଖାଇଗଲେ ଦେଶ ପାଇଁ ମରିବା ନୁହେଁ, ଦେଶ ପାଇଁ ବଞ୍ଚିବା ମଧ୍ୟ ଗୋଟିଏ ବଳିଦାନ। ଆଜିର ଭାରତ ଦ୍ରୁତ ଗତିରେ ଆଗେଇ ଯାଉଛି। ବିଜ୍ଞାନ, ପ୍ରଯୁକ୍ତି, ଅନ୍ତରିକ୍ଷ, କ୍ରୀଡ଼ା ସମସ୍ତ କ୍ଷେତ୍ରରେ ଆମେ ନୂଆ ପରିଚୟ ଗଢ଼ୁଛୁ। କିନ୍ତୁ ମୋର ପ୍ରଶ୍ନ, ଆମେ କ'ଣ ନୀତି ଓ ମୂଲ୍ୟବୋଧରେ ମଧ୍ୟ ସେତେ ଆଗକୁ ବଢ଼ୁଛୁ? ଗଣତନ୍ତ୍ର କେବଳ ଭୋଟ ଦେବା ନୁହେଁ, ଗଣତନ୍ତ୍ର ହେଉଛି ଭୁଲକୁ ପ୍ରଶ୍ନ କରିବା ସାହସ ଏବଂ ସଠିକ୍ କାମ କରିବାର ଦୃଢ଼ତା। ଆମେ ଛାତ୍ରଛାତ୍ରୀମାନେ ଆଜିର ନାଗରିକ ନୁହେଁ, ଆମେ ଆଗାମୀ ଭାରତର ନେତା। ଆମ କଲମ, ଆମ ଜ୍ଞାନ ଏବଂ ଆମ ଚରିତ୍ର, ଏହି ତିନୋଟି ହେଉଛି ଦେଶ ଗଢ଼ିବାର ସବୁଠାରୁ ବଡ଼ ଅସ୍ତ୍ର। ବୀର ଶହୀଦଙ୍କ ବଳିଦାନକୁ କେବେ ନଯିବା ଭୁଲି ଏହି ମାଟି ପାଇଁ ହସି ହସି ଆମେ ଦେବା ଜୀବନ ବଳି। ଶପଥ ନେବା ଆଜି ଏହି ପବିତ୍ର ତିରଙ୍ଗା ତଳେ, ଭାରତକୁ ଗଢ଼ିବା ଶ୍ରେଷ୍ଠ ଦେଶ କରି କର୍ମ ଓ ବିଶ୍ୱାସ ବଳେ। ଆସନ୍ତୁ ଏହି ପବିତ୍ର ଦିନରେ ଆମେ ଦୃଢ଼ ସଂକଳ୍ପ ନେବା, ଦୁର୍ନୀତିକୁ ନା, ଅନ୍ୟାୟକୁ ନା, ହିଂସାକୁ ନା ଏବଂ ସତ୍ୟ, ସେବା ଓ ସମ୍ମାନକୁ ହଁ। ମୁଁ ଗର୍ବର ସହ କହୁଛି, ଯେପର୍ଯ୍ୟନ୍ତ ଭାରତୀୟ ହୃଦୟରେ ଦେଶପ୍ରେମ ଜୀବନ୍ତ, ସେପର୍ଯ୍ୟନ୍ତ ଭାରତ ଅଜୟ। ଏହି ମହାନ ଦେଶର ଗଣତନ୍ତ୍ରକୁ ମୁଁ ମୋର ଶତ ଶତ ପ୍ରଣାମ ଜଣାଉଛି। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍।